Praise the Lord. Hallelujah. प्रथम थेसलोनिक 3:8 कारण आम्ही कारण आम्ही माने एवढे ସେଥିପାଇଁ ପିତା ପୁତ୍ର ପବିତ୍ର ଆତ୍ମା ପରମେଶ୍ୱର ଧନ୍ୟବାଦ ଦେବା ସହିତ ଆମେ ତାକୁ ଉଚ୍ଚ ପ୍ରକାର ସ୍ଥାନ ପ୍ରଦାନ
ଅତିରିକ୍ତ ତମେ ଧାର୍ମିକ ହୁଅ ନାହିଁ। ତାର ତାତ୍ପର୍ଯ୍ୟତା ଉଦ୍ଦେଶ୍ୟ କ'ଣ? ଧାର୍ମିକ କାରଣ ବାଇବେଲମାନଙ୍କୁ କୁହନ୍ତୁ ଧାର୍ମିକତା ବିନା ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବା ନାହିଁ। ଏଣୁ ଏହି ଦିନ ମାନଙ୍କରେ ଏହି ସମୟ ମାନଙ୍କରେ ଆମମାନଙ୍କୁ ଈଶ୍ୱରଙ୍କ ବାକ୍ୟକୁ ବୁଝିବା ନିମନ୍ତେ ହେଲେ ପବିତ୍ର ଆତ୍ମାଙ୍କ ଉପସ୍ଥିତି ଈଶ୍ୱରଙ୍କର ଶକ୍ତି ନିହାତି ଆମମାନଙ୍କୁ ଆବଶ୍ୟକ। ପୁଣି ଏଇଟା ଆତ୍ମିକ ଜଗତର କଥା। ଏଣୁ ଆମମାନଙ୍କୁ ମଧ୍ୟ ଆତ୍ମିକ ବନାବା ଆବଶ୍ୟକ। କାରଣ କର୍ମ ବିନା କଳ୍ପନା ଏକ ସ୍ୱପ୍ନ। ପୁରସ୍କାର ପାଇବା ପାଇଁ ଇଚ୍ଛା କରୁଛନ୍ତି ତ ତା ଆଗରୁ ଆପଣମାନଙ୍କୁ ପରିଶ୍ରମ କରିବାକୁ ପଡ଼ିବ। କାରଣ ଅମଳ ଆଗରୁ ବିହନ ବୁଣାଯାଏ। କିନ୍ତୁ ସଲମନ ଏତେ ବଡ଼ ଜ୍ଞାନୀ ସଲମନ ଏହି ଜାଗାରେ କହୁଛନ୍ତି ଅତିରିକ୍ତ ଧାର୍ମିକ ହୁଅ ନାହିଁ। କିମ୍ବା ନିଜକୁ ମଧ୍ୟ ଜ୍ଞାନୀ ଦେଖ ନାହିଁ। କାରଣ ତମେ ନିଜ ନିଜର ବିନାଶ କାହିଁକି କରିବ? କିନ୍ତୁ ଯେତେବେଳେ ଆମେ ମାଥ୍ୟୁ ପୁସ୍ତକ ତାର 5ର ତାର 20 ପଦକୁ ଚାଲି ଯାଉ ସେଇ ଜାଗାରେ ପ୍ରଭୁ ଯୀଶୁ କହିଛନ୍ତି ମୁଁ ତୁମମାନଙ୍କୁ କହୁଛି ଯଦି ଫାରିସୀ ଆଉ ଶାସ୍ତ୍ରୀମାନଙ୍କର ଧର୍ମକର୍ମ ଅପେକ୍ଷା ତମମାନଙ୍କର ଧର୍ମକର୍ମ ଅଧିକ ବେଶୀ ନ ହେଲେ ତମେମାନେ ସ୍ୱର୍ଗ ଯାଇପାରିବ ନାହିଁ। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା। ଏଣୁ ଏହି ବାକ୍ୟକୁ ଆମେ କିଭଳି ଭାବରେ ବୁଝିବା? ଏହି ଜାଗାରେ ସଲମନ ମଧ୍ୟ ଈଶ୍ୱରଙ୍କ ଦ୍ୱାରା ଜ୍ଞାନ ପ୍ରାପ୍ତ ହୋଇଛନ୍ତି। କିନ୍ତୁ ସେଇ ଜାଗାରେ ସ୍ୱୟଂ ଈଶ୍ୱରଙ୍କ ପୁତ୍ର ସମଗ୍ର ମାନବ ଜାତିର ପାପ ପରିହବା ନିମନ୍ତେ ମାନବ ରୂପ ଧାରଣ କରି ଜଗତରେ ଆବିର୍ଭାବ ହୋଇକି ତାଙ୍କର କାର୍ଯ୍ୟକୁ ସେ ସମାପ୍ତ କରିକି ସେ ବର୍ତ୍ତମାନ ସେ ଜାଗାରେ ଅଛନ୍ତି। କିନ୍ତୁ ସେଇ ଜାଗାରେ ଥିବା ପୂର୍ବରୁ ଜଗତରେ ଥିଲାବେଳେ ସେ ଆମମାନଙ୍କୁ ଏହି କଥା କହିଲେ ଯଦି ଶାସ୍ତ୍ରୀ ଫାରିସୀମାନଙ୍କ ଅପେକ୍ଷା ତମମାନଙ୍କର ଧର୍ମକର୍ମ ଅଧିକ ବେଶୀ ନ ହେବ ତେବେ ତମେ ସ୍ୱର୍ଗ ପହଞ୍ଚି ପାରିବ ନାହିଁ। ତ ଏଇ ବ୍ୟକ୍ତି କିଏ? କିଏ ହେଉଛନ୍ତି ଈଶ୍ୱରଙ୍କର ପୁତ୍ର ଆଉ ଆମମାନଙ୍କର ପରିତ୍ରାଣ କର୍ତ୍ତା, ଆମମାନଙ୍କର ମୁକ୍ତିଦାତା, ଆମମାନଙ୍କର ଉଦ୍ଧାରକର୍ତ୍ତା, ଯାହାଙ୍କ ଦ୍ୱାରା ଆମେମାନେ ଅନନ୍ତ ଜୀବନ ଲାଭ କରିପାରିବା। ତେବେ ଶିବାନେଶ୍ୱର ରାୟ ଗୋଟେ ବିଷୟ ଜାଗାରେ କହିଛନ୍ତି ଲୁକ ପୁସ୍ତକ ତାର 11 ପର୍ବ ତାର 31 ପଦରେ ପାଠ କରିବେ। ଦକ୍ଷିଣ ଦେଶର ରାଣୀ ବିଚାରରେ ଏହି ବର୍ତ୍ତମାନ ପୁରୁଷର ଲୋକଙ୍କ ସହିତ ଉଠି ଏମାନଙ୍କୁ ଦୋଷୀ କରିବେ। କାରଣ ସେ ସଲମନଙ୍କ ଜ୍ଞାନର କଥା ଶୁଣିବାକୁ ପୃଥିବୀର ପ୍ରାନ୍ତରୁ ଆସିଥିଲେ। ଆଉ ଦେଖ ସଲମନଙ୍କ ଅପେକ୍ଷା ମହତ୍ ବିଷୟ ଏ ସ୍ଥାନରେ ଅଛି। ପ୍ରେଜ୍ ଦ ଲର୍ଡ। ହାଲେଲୁୟା ହାଲେଲୁୟା। ସଲମନଙ୍କ ଅପେକ୍ଷା ମହତ୍ ବିଷୟ ଏହି ସ୍ଥାନରେ ଅଛି। ସଲମନଙ୍କ ଠାରୁ ସଲମନଙ୍କର ମାନେ ସଲମନ ସହିତ ପରମେଶ୍ୱରଙ୍କର ତୁଳନା ଆମେ କୋଉଠି କରିବା? ପ୍ରଭୁ ଯୀଶୁଙ୍କୁ ସଲମନ ସହିତ ଆମେ କେମିତି ତୁଳନା କରିବା? ସଲମନ ଜଣେ ଜାଗତିକ ମନୁଷ୍ୟ ଆଉ ପ୍ରଭୁ ଯୀଶୁ ଆତ୍ମା ରୂପୀ ଈଶ୍ୱର। ଏଣୁ ସେ ଆମମାନଙ୍କର
ଯେତେବେଳେ ଖବର ଦିଆ ଚାଲିଛି ଲୋକ କେମିତି ମରିଗଲା କଣ ହେଲା ସେ ଦୁଃଖ ବିଷୟରେ ଆମର ଚିନ୍ତା ତମ ଛୁଆ ଦଶଟା କେତେ କଣ ଚାଲିଛି ତମ ଛୁଆ କଣ ଚାକିରି କରିବା ପାଇଁ ଚାହୁଁଛି ତମର ଦରମା କେତେ ଆମକୁ ସମସ୍ତଙ୍କୁ ଯୋଗ ଅଛି ସେଇଠି ଆମେ ପଶିଲା ପରେ ଆଉ ଆମର ଚାକିରି ଆମର ଧନ ଆମର ସମ୍ପତ୍ତି କିଛି ସେଇଠି ସ୍ମରଣ କରାଯିବ କିନ୍ତୁ ସେଇଠି ଆମେ ଠିଆ ହେଇ ଗୋଟିଏ ମିନିଟ୍ ଚିନ୍ତା କରିବାର ଥିଲା ଯେ ପ୍ରଭୁ ଆଜି ଯେଭଳି ଆମେ ଶୋଇ ଯାଉଛନ୍ତି କାଲିକି ଆମକୁ ମଧ୍ୟ ଏଠି ଶୋଇବାର ଅଛି କିନ୍ତୁ ଜଗତରେ ଥିବା ସମୟରେ ଆମକୁ ଯୋଉ ଦାୟିତ୍ୱ ଦେଇଛ ସେଇ ଯୋଉ ଉଦ୍ଦେଶ୍ୟରେ ଆମକୁ ପ୍ରେରଣ କରିଛ ସେଇ ଉଦ୍ଦେଶ୍ୟକୁ ଆମେ ସଫଳ କରିପାରୁଛୁ କି এইভাবে ଆମେ ଗୋଟେ ମିନିଟ୍ ଚିନ୍ତା ଯଦି କୋଉ ଖବର ଆସିଲେ ତେବେ ତାହା ଆମର ଆଖିର ଲୁହ କିନ୍ତୁ ଆମର ସେଇଠି ପରସ୍ପର ମଧ୍ୟରେ ବିଶ୍ୱାସ ହୁଏ କାହାର ଦୁଃଖ ସୁଖ ଆମର ଲୋକ ଛୁଆ କେତେ କରୁଛନ୍ତି ତମ ସ୍ୱାମୀ କୋଉଠି ଚାକିରି କରୁଛନ୍ତି ତମ କୋଉଠି କ୍ଲାସ୍ କରେନି ଏଇଭଳି ଭାବରେ ଆମର ବାର୍ତ୍ତାଳାପ ଏଥିପାଇଁ ସମ୍ମାନ କରୁଛନ୍ତି ଅତି ଜ୍ଞାନୀରେ ଖାଅ ପ୍ରଭୁ ଯୀଶୁ ମାଥ୍ୟୁ ପୁସ୍ତକରେ ଗୋଟେ ବିଷୟ ଲେଖା ହେଇଛି ପ୍ରଭୁ ଯୀଶୁ କହିଲେ ମୋ ନାମରେ ଭୂତ ଛଡ଼େଇବ ମୋ ନାମରେ ଭଗବାନ କହିବ ମୋ ନାମରେ ବାପ୍ତିସ୍ମ ଦେବ ମୋ ନାମରେ ଅନେକ ଆଶ୍ଚର୍ଯ୍ୟ କାମ କରିବ କିନ୍ତୁ ମୁଁ ତୁମମାନଙ୍କୁ କହିବି ତୁମେମାନେ କିଏ ଅବ୍ରହ୍ମଚାରୀମାନେ ମୋ ସମ୍ମୁଖରୁ କାରଣ ମୁଁ ତୁମମାନଙ୍କୁ ଚିହ୍ନି କାହିଁକି ସେ କଥା କହୁଛନ୍ତି କାରଣ ଲୁକ ପୁସ୍ତକ ତାର 11:40 ପଦ ଯେତେବେଳେ ଆପଣମାନେ ପାଠ କରିବେ ସେଇ ଜାଗାରେ ଲେଖା ହେଇଛି କଣ ଲେଖା ହେଇଛି ହେ ନିର୍ବୋଧ ମନୁଷ୍ୟମାନେ ଯିଏ ବାହାର ସୃଷ୍ଟି କଲେ ସେ ବି ଭିତର ମଧ୍ୟ ସୃଷ୍ଟି କଲେ ନାହିଁ ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଯିଏ ଆମର ବାହାର ସୃଷ୍ଟି କରିଛନ୍ତି ସେ ଆମର ଭିତର ମଧ୍ୟ ସୃଷ୍ଟି କରିଛନ୍ତି ତେଣୁ ଯେତେବେଳେ ଦାଉଦଙ୍କୁ ରାଜ ଅଭିଷେକ କରିବା ପାଇଁ ପରମେଶ୍ୱରଙ୍କର ଇଚ୍ଛା ଥିଲା ଦାଉଦଙ୍କର ଗୋଟିଏ ପରେ ଗୋଟିଏ ପୁଅ ଆସନ୍ତି ସେତେବେଳେ ପ୍ରଭୁ ତାଙ୍କ ଦାସ ସାଙ୍ଗକୁ ଇଏ ହେଇପାରିବ ନାହିଁ ଶେଷରେ ତାଙ୍କ ବାପା ଦାଉଦଙ୍କୁ ଭୁଲି ଯାଇଛନ୍ତି ମୋର ଆଉ ଗୋଟେ ପୁଅ ଅଛି ବୋଲି କହିଛନ୍ତି କରିନାହାନ୍ତି ପ୍ରଭୁଙ୍କ ଦାସ ପଚାରୁଛନ୍ତି ଆପଣଙ୍କର ପୁଅ ଅଛି ହଁ ଆଉ ଜଣେ ଅଛି ସେ ଜଙ୍ଗଲରେ ମେଷମାନଙ୍କୁ ମେଣ୍ଢାମାନଙ୍କୁ ଛେଳିମାନଙ୍କୁ ଯେତେବେଳେ ପ୍ରଭୁଙ୍କ ଦାସ କହୁଛନ୍ତି ତାଙ୍କୁ ଆଉ ଯେତେବେଳେ ଦାଉଦ ଆସୁଛନ୍ତି ପରମେଶ୍ୱରଙ୍କର ଆତ୍ମା ସାମୁଏଲ ଉପରେ ଅବତରଣ କରିକି ସାମୁଏଲଙ୍କୁ କହୁଛନ୍ତି ଇଏ ଆମର ମନର ମତ ୟାକୁ ତମେ ଆମ ଉଦ୍ଦେଶ୍ୟରେ ଅଭିଷିକ୍ତ କର ପ୍ରେଜ୍ ଦ ଲର୍ଡ ହାଲେଲୁୟା ହାଲେଲୁୟା ଏମିତି ମଣ୍ଡଳୀ ଆଜି ଶେଷର ଅନ୍ତିମ ଦିନମାନଙ୍କରେ ଆମେ ଯେତେବେଳେ ପହଞ୍ଚିଛେ ସେତେବେଳେ ମଣିଷମାନେ ନିଜକୁ ଅତି ଜ୍ଞାନୀ ସକାଳେ ଉଠି କେତେ ପ୍ରଭୁ ପ୍ରଭୁ ବୋଲି କହିବୁ କାରଣ ଆପଣମାନେ ଯୋଉ ଟାଇମ୍ରେ ଉଠୁଛନ୍ତି ଅନେକ ଘରେ ଲୋକମାନେ 9ଟା 10ଟା ଯାଇ ମଧ୍ୟ ଚର୍ଚ୍ଚ ପାଇଁ ଆଜି ଆପଣମାନେ କେତେଟା ଉଠୁଛନ୍ତି ନିଶ୍ଚୟ ଆପଣମାନଙ୍କୁ ଜଣା କିନ୍ତୁ ସମସ୍ତେ ସେମିତି ଉଠି ପାରନ୍ତି ଚର୍ଚ୍ଚ ଯାଇ ଆପଣ ଲାଭ କଣ ପ୍ରାର୍ଥନା କଲେ ଅନେକ ସମୟ ଲୋକମାନଙ୍କ କ୍ରିଶ୍ଚିଆନ ବଦଳୁଛି ଆମେ ଏତେ ପ୍ରଭୁ ପ୍ରଭୁ ବୋଲି ଡାକୁଛୁ ଆମ ଘରୁ ରୋଗ ଗଲାନି ଆମ ଘରୁ ଅଭାବ ଗଲାନି ଆମେ ଋଣଗ୍ରସ୍ତ ହେଲୁ ଆମ ପିଲାମାନଙ୍କୁ ଚାକିରି ନାହିଁ ଗଲାବେଳେ ଆମର ଆକ୍ସିଡେଣ୍ଟ ହେଲା ଜଗତରେ ଅଛେ ଆମେ କଣ ଧାରଣ କରିଛେ
ଯିଏ ସେ ରୋଗୀରେ ପଡ଼ିଯାଇଥିବା ଲୋକଙ୍କର ସେବା ଶୁଶ୍ରୂଷା କଲା ସିଏ ହିଁ ପ୍ରକୃତରେ କ'ଣ ପଡ଼ୋଶୀକୁ ପ୍ରେମ କରିଲା। ଏଣୁ ଧାର୍ମିକତା କ'ଣ ଧର୍ମ କ'ଣ ଯୋଉଟା ଆମେ ଖାଲି ବିଶ୍ୱାସ କରିବା କର୍ମରେ ଯୋଉ ପର୍ଯ୍ୟନ୍ତ ଆମେ ଦେଖେଇ ନଥିବା ସେଇଟା କିଛି ମଧ୍ୟ ଏଣୁ ତାଙ୍କୁ କହୁଥିଲି କର୍ମ ବିନା କଳ୍ପନା ଆପଣଙ୍କର ସ୍ୱପ୍ନ। ମନେ ରଖନ୍ତୁ ଆପଣଙ୍କୁ ଯଦି ଦୁନିଆ ମନେ ରଖୁ ବୋଲି ଇଚ୍ଛା କରୁଛନ୍ତି ତେବେ ଆପଣଙ୍କର କର୍ମଟି କରିବା। କର୍ମ ବିନା କେହି ମଧ୍ୟ ମନେ ରଖିବେ। ତେଣୁ ଆମ ଧାର୍ମିକତା ଅଧିକ ହେବା ଆମର ଧାର୍ମିକତା ଅଧିକ ଅର୍ଥ ଆମେ ପ୍ରଭୁ ଯୀଶୁଙ୍କର ଆଜ୍ଞା ପାଳନ କରିବା। ପ୍ରଭୁ ଯୀଶୁଙ୍କର ଆଜ୍ଞାକୁ ମାନିବା ଦରକାର। ପ୍ରଭୁ ଯୀଶୁ ଯାହା ଯାହା କହିଛନ୍ତି ତାକୁ ସ୍ମରଣ କରି ନିଜ ଜୀବନକୁ ଆମେ ସମୀକ୍ଷା କରିବା ଦରକାର। ବର୍ତ୍ତମାନ ଦିନମାନଙ୍କରେ ବିଶ୍ୱାସୀମାନଙ୍କ ଭିତରେ ଆତ୍ମା ସମୀକ୍ଷା ଗୁଣ ରହିବା ନିହାତି ଆବଶ୍ୟକ। ଯଦି ଆମେ ଆମ ଆତ୍ମା ସମୀକ୍ଷା ନ କରୁ ତେବେ ଆମେ ଈଶ୍ୱରଙ୍କ ରାଜ୍ୟରେ ଯୋଗ୍ୟ ବିବେଚିତ ହୋଇପାରିବା। ଏଣୁ ଯାକୋବ ପୁସ୍ତକ 3 ପର୍ବ ତାର 17 ପର୍ବରେ ଗୋଟେ ବିଷୟ ଲେଖା ହେଇଛି। କିନ୍ତୁ ଉଦ୍ଭବ ଆଗତ ଜ୍ଞାନ ପ୍ରଥମରେ ପବିତ୍ର, ଦ୍ୱିତୀୟରେ ଶାନ୍ତିପ୍ରିୟ, ମୃତ୍ୟୁଶୀଳ, ବାକ୍ୟ, ଦୟା ଓ ଉତ୍ତମ ଫଳରେ ପରିପୂର୍ଣ୍ଣ, ସଂଗ୍ରହଶୂନ୍ୟ ଓ ନିଷ୍କପଟ। Praise the Lord. Hallelujah. Hallelujah. ଉଦ୍ଭବରୁ ଆଗତ ଜ୍ଞାନ କ'ଣ ଅଛି? ପ୍ରଥମ ବିଷୟ ପବିତ୍ର। ବିନା ପବିତ୍ରତାରେ ଆମେ ଈଶ୍ୱରଙ୍କ ନିକଟତର ହେଇପାରିବା। ବିନା ପବିତ୍ରତାରେ ଆମେ ଈଶ୍ୱରଙ୍କ ଉପସ୍ଥିତିକୁ ଉପଲବ୍ଧି କରିପାରିବା। ପବିତ୍ରତା ନିହାତି ଆବଶ୍ୟକ। କାରଣ ପ୍ରଭୁ ଯୀଶୁ କହିଛନ୍ତି, ପୁଣି ଭିତର ମଧ୍ୟ କହିଛନ୍ତି, କ'ଣ କହିଛନ୍ତି? ପିତା ଯେଭଳି ପବିତ୍ର ଆମମାନଙ୍କୁ ମଧ୍ୟ ସେଭଳି ପବିତ୍ର ହେବାକୁ। ତାପରେ ଦ୍ୱିତୀୟରେ ଶାନ୍ତିପ୍ରିୟ। ଈଶା ମଧ୍ୟ କହିଛନ୍ତି, କ'ଣ କହିଛନ୍ତି? ଯେତେ ଲୋକମାନେ ତମ ସହିତ ରହିବା ପାଇଁ ଇଚ୍ଛା କରନ୍ତି ତାଙ୍କ ସହିତ ତମେ ଶାନ୍ତିରେ ବାସ। ତେବେ ଶାନ୍ତି କିଏ? ପବିତ୍ର କିଏ? ପ୍ରଭୁ ଯୀଶୁଙ୍କ ବିନା ପବିତ୍ର ଜଗତରେ କିଛି ଅଛି? ଶାନ୍ତି ବିଷୟରେ ଆମେ କହୁଛେ। ଈଶା ଭବିଷ୍ୟଦ୍ବକ୍ତା ଯେତେବେଳେ ପ୍ରଭୁଙ୍କ ଆତ୍ମା ଦ୍ୱାରା କଥା କହୁଛନ୍ତି ସେ ଶାନ୍ତିର ରାଜକୁମାର। ଶାନ୍ତି ସେ ସ୍ୱୟଂ। ସେଥିପାଇଁ ସେ କହିଲେ ମୁଁ ତମମାନଙ୍କୁ ଅନାଥ କରି ଚାଲି ଯାଉ ମୋ ଶାନ୍ତି ଦାନ କରି ତମମାନଙ୍କୁ ପୁନର୍ବାର ମୋ ଆଗରେ ଆସିବି। ଜଗତରେ ତମମାନଙ୍କ ନିମନ୍ତେ କ୍ଲେଶ ସାହସ ଦରକାର। ମୁଁ ଜଗତକୁ ଜୟ କରିବି। କାରଣ ଦୁଷ୍ଟ ଲୋକ ପାଇଁ କୌଣସି ଫରକ ପଡ଼େ କିନ୍ତୁ ଯେଉଁମାନେ ଈଶ୍ୱର ପରାୟଣ ଜୀବନଯାପନ କରନ୍ତି ତାଙ୍କୁ ଫରକ ପଡ଼େ। ତାଙ୍କୁ ପବିତ୍ର ହେବାକୁ ପଡ଼ିବ। ତାଙ୍କୁ ଶାନ୍ତି ପ୍ରିୟ ହେବାକୁ ପଡ଼ିବ। ସାମ୍ନା ଲୋକ ଆମକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିବ ସେଇଠି ଆମେ ମୁଣ୍ଡରେ କେମିତି ଶାନ୍ତିରେ ସେ କଥା ଆମେ ଶ୍ରବଣ ସେତେବେଳେ କରିପାରିବା ଯେତେବେଳେ ପ୍ରଭୁ ଯୀଶୁ ଆମ ଭିତରେ ବିରାଜମାନ। ସେଥିପାଇଁ ବାପ୍ତିସ୍ମ ବେଳେ ଲେଖା ହେଇଛି କ'ଣ? ଯେଉଁମାନେ ବାପ୍ତିସ୍ମ ନିଅନ୍ତି ପ୍ରଭୁ ଯୀଶୁଙ୍କୁ ବସ୍ତ୍ର ରୂପେ ତମେମାନେ ପରିଧାନ କରିବ। କାରଣ ଆମେ ପାପରେ ମୃତ ହେଉଛେ ଆଉ ଆତ୍ମାରେ ଜୀବିତ। ତେଣୁ ବାପ୍ତିସ୍ମ ପରେ ସେହି ପରିବର୍ତ୍ତନ ଆମକୁ ଦେଖେଇବାକୁ ପଡ଼ିଥାଏ। କିନ୍ତୁ କଳିଯୁଗର ପ୍ରଭାବ ଏଇଭଳି ଜୋରଦାର ଭାବରେ ଆମମାନଙ୍କ ଉପରେ ପଡ଼ୁଛି ଯେ ଆମେ ଇନ୍ଦ୍ରିୟ ଅନାୟତ୍ତ ହେଇପାରିବୁ। ବୁଝୁଛନ୍ତି ନା? ବର୍ତ୍ତମାନ କଳିଯୁଗର ପ୍ରଭାବ ସମଗ୍ର ବିଶ୍ୱ ଉପରେ ଏଇଭଳି ଭାବରେ ପ୍ରଭାବ ପକାଇଛି। ଇଭେନ୍ ଆମର ଖ୍ରୀଷ୍ଟ ସମାଜ ମଧ୍ୟରେ ଯେ ଆମେମାନେ ଇନ୍ଦ୍ରିୟକୁ ଦମନ କରିପାରୁ, ଇନ୍ଦ୍ରିୟ ଅନାୟତ୍ତ ହେଇଯାଉଛି। ରାଗିବାରେ କହିଲେ ମଧ୍ୟ ରାଗି ଯାଉଛେ। ଆମେ ଚର୍ଚ୍ଚ ଯିବା ପାଇଁ ଇଚ୍ଛା କରୁଥିବା କିଛି ଗୁଡ଼େ କାମ ବାହାରେ ରହିଥିବା। ଆମେ ପ୍ରାର୍ଥନା ସବୁ କାମ ସାରିକି ପ୍ରାର୍ଥନା କରିବା ପାଇଁ ଇଚ୍ଛା କରୁଥିବା କିନ୍ତୁ ସେ କାମ ଭିତରେ ତରକାରୀ କିଛି ବନାଇକି ଗୋଟେ ଆସିଗଲା ଏଇଭଳି ହେଇଯାଉଛି। ମାନେ ଇନ୍ଦ୍ରିୟକୁ ଆମେ ଆୟତ୍ତ କରିପାରୁ। ଏଣୁ ଶୈତାନ ବହୁତ ଚାଲାକ। ଅସ୍ତ୍ର ସାହାଯ୍ୟରେ ଆମେ ଶୈତାନକୁ ପରାସ୍ତ କରିପାରିବା, ଶତ୍ରୁକୁ ପରାସ୍ତ କରିବା, କିନ୍ତୁ ଶୈତାନକୁ। ଏଣୁ ସେଥି ନିମନ୍ତେ
ଇସାକ ବାଧ୍ୟ ହେଲା। ତା ବାପା କଥାରେ ବାଧ୍ୟ ହେଲା ନା। ଆଜି ସେଇ ବ୍ୟକ୍ତିଙ୍କ ଦ୍ୱାରା ଆମକୁ ଶିକ୍ଷା ମିଳେ ଯେ ବାଧ୍ୟ ଜୀବନ କିପରି ଆସିବାର। ତାପରେ ଦୟା, ଦୟା ନ୍ୟାୟ ଉପରେ ବିଚାର କରେ ବୋଲି ଯାକବ ପୁସ୍ତକରେ ଲେଖା ହେଇଛି। ପୁଣି ପ୍ରଭୁ ଯୀଶୁ ମଧ୍ୟ କହିଛନ୍ତି ପାର୍ବତୀୟ ଉପଦେଶରେ ମାଟି ପୁସ୍ତକରେ, ଦୟାଳୁ ଲୋକେ ଧନ୍ୟ କାରଣ ସେମାନେ ଦୟା
ସେଇଭଳି ସମୟ କାଳ ପାତ୍ରକୁ ନେଇକି ଈଶ୍ୱରଙ୍କ ବାକ୍ୟକୁ କହୁଛନ୍ତି। ଈଶ୍ୱରଙ୍କ ବାକ୍ୟରେ ଏହା ଲେଖା ଅଛି ଆମେ ଏଭଳି ଚାଲିବୁ, ଈଶ୍ୱରଙ୍କ ବାକ୍ୟରେ ସେୟା ଲେଖା ଅଛି ଆମେ ସେଇ। ଅନେକ ସମୟରେ ମୋତେ ଲୋକମାନେ କମେଣ୍ଟ ମଧ୍ୟ କରନ୍ତି, ମ୍ୟାଡାମ ଅଧିକ ଧାର୍ମିକ ଲେଖା ନାହିଁ, ବହୁତ ବଡ଼ ବଡ଼ ଭାଷଣ ମାନନ୍ତୁ ନାହିଁ, କାରଣ ଧାର୍ମିକତା କ'ଣ ଆମକୁ ଭଲ ଭାବରେ ଜଣା। ପ୍ରଭୁ ପ୍ରଭୁ ବୋଲି କହିକି କିଏ ପ୍ରଭୁଙ୍କୁ ଦେଖିଛନ୍ତି? ମଲା ପରେ ସ୍ୱର୍ଗ ନରକ। କିନ୍ତୁ ପ୍ରକାଶିତ ବାକ୍ୟ ଆପଣମାନେ ଯେତେବେଳେ ପଢ଼ିବେ, ପ୍ରକାଶିତ ବାକ୍ୟରେ ଲେଖା ହେଇଛି ମୃତ୍ୟୁ ଏକ ଶକ୍ତିମୟ, ମୃତ୍ୟୁ ଏକ ବ୍ୟକ୍ତି, ଆଉ ପାତାଳକୁ ତ ଆମେ କେହି ମଧ୍ୟ ଦେଖି ନାହୁଁ। ପାତାଳକୁ କିଏ ଦେଖିଛନ୍ତି? କେହି ମଧ୍ୟ ଆପଣ ଦେଖିନାହାନ୍ତି। କିନ୍ତୁ ପାତାଳ କୋଉଠି ଅଛି? ମୃତ୍ୟୁର ପଛେ ପଛେ। ଏଇଟା ଆପଣଙ୍କୁ ବିଶେଷ କରିବେ। ପ୍ରକାଶିତ ବାକ୍ୟ ତାର 6 ବର୍ଗ
କରୁଛି। ତେଣୁ ପାତାଳର ପଞ୍ଚି ଆଉ ମୃତ୍ୟୁର ପଞ୍ଚି ତା ପାଖରେ ଅଛି, ପ୍ରଭୁ ଶିଶୁଙ୍କ ପାଖରେ ଅଛି। ତେଣୁ ଆମେ ଯଦି ଏଇ ଶୁଭ ସକାଳେ ପ୍ରଭୁଙ୍କ ମନ୍ଦିରକୁ ଆସିକି ପ୍ରଭୁଙ୍କର ବାକ୍ୟ ଶୁଣିକି ନିଜ ଜୀବନ ସଂଶୋଧନ କରିବା ପାଇଁ ଚାହୁଁଛୁ, ତାର ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଲା ଜଗତରେ ଆମେ ଶାନ୍ତି ପାଇଲେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବା, ଅନନ୍ତ ଜୀବନର ଅଧିକାରୀ ହେବା। ପ୍ରଭୁ ଜଗନ୍ନାଥଙ୍କୁ କର୍ମ ପାଇଁ, ପେଟ ପୋଷିବା ପାଇଁ ନିଜ ନିଜକୁ କିଛି କିଛି କର୍ମରେ ନିୟୋଜିତ କରିଛନ୍ତି। ତାର କିଛି ଅଭାବ ନାହିଁ। ଅନ୍ନ ବସ୍ତ୍ର ଦେଲେ ଯଥେଷ୍ଟ ବାଇବେଲ କହୁଛି। ତ ସେଇ ହିସାବରେ ଆମର ଅନ୍ନ ଅଛି, ବସ୍ତ୍ର ଅଛି। ପ୍ରଭୁ ଆମକୁ ବସ୍ତ୍ର ଅନ୍ନଠାରୁ ଅତ୍ୟଧିକ ମଧ୍ୟ ଦେଇଛନ୍ତି। କିନ୍ତୁ ମନ୍ଦିରକୁ ଆମେ କାହିଁକି ଆସିଛୁ? ଏଇ ସଭାରେ ଆମେ ଈଶ୍ୱରଙ୍କର ଶରଣ କାହିଁକି ଆମେ ଆସିଛୁ? ସେ ଗୋଟିଏ ମାତ୍ର ଉଦ୍ଦେଶ୍ୟ ହେଲା ମୁଁ ମୋ ପରିବାର। ଝିଅ କଣ କହିଲେ? ମୁଁ ଆଉ ମୋ ପରିବାର